ପରିବା ଦର ଏବେ ହୁ ହୁ ହେଇ ବଢୁଛି। ଆକାଶ ଛୁଆଁ ଦାମ ରହିଥିବାରୁ କିଣିବାକୁ ଡର ଲାଗୁଛି ଏବଂ ଗୋଟେ ବ୍ୟାଗରେ ପରିବା ନେବାକୁ ହେଲେ ମିନିମମ୍ 500 ଟଙ୍କା ମଧ୍ୟ ଆବଶ୍ୟକତା ପଡୁଛି। ଏଇଠି ପରିବା ଦୋକାନ ରହିଛି, କିଛି ଗ୍ରାହକ ମାନେ ମଧ୍ୟ କିଣୁଛନ୍ତି। ପ୍ରଥମେ ତାଙ୍କର ପ୍ରତିକ୍ରିୟା ନେବା। ମ୍ୟାଡାମ, ବର୍ତ୍ତମାନ ପରିବାର ଯୋଉ ଦାମ ରହିଛି ତ କିଣିଲା ବେଳେ ଆଉ ରୋଷେଇ ଘରେ ରାନ୍ଧିଲା ବେଳେ ଆପଣଙ୍କୁ କେତେ ଥର ଭାବିବାକୁ ପଡୁଛି? ହଁ, ଆଉ ଟିକେ ଭାବିବାକୁ ପଡୁଛି ଆଉ କଣ କରିବା, ତଥାପି ତ ପରିବା ଖାଇବାର ଅଛି ନା। ତ ଆଜି କେମିତି କଣ ଦାମ ନେଲେ? ବାଇଗଣ ତ 80 ଟଙ୍କା, ଆଉ ତ କିଛି ନେଇ ନାହିଁ ତ। ବାଇଗଣ ଟମାଟୋ 80, 40 ବାଇଗଣ 80। ତ ଯେତେବେଳେ ଆଜିକାଲି ଘରେ ତ ପ୍ରାୟ ଯୋଉ ମଧୁମେହ ରୋଗୀ ହେଲେଣି, ତ ତାଙ୍କ ପାଇଁ ଆପଣ ବାଇଗଣ, କଲରା ଏସବୁ ତ ନିହାତି ଆପଣ କିଣିକି ନଉଥିବେ। ତ ସେତେବେଳେ ଆପଣ ଯେତେବେଳେ ମାର୍କେଟିଂ କରିବାକୁ ଅଛି ତ କେଉଁ ପରିବାର କେତିକି ନେବେ ନିହାତି ଆପଣ 5 ଥର ଭାବିବାକୁ ପଡିବ। ହଁ, ସେଇ ଯାହା ବି ହଉ ତ 250 ଆମକୁ ନବା ପାଇଁ ବି ତ ପଡିବ ନା, ଖାଇତେ ତ ପଡିବ। 250 ଲେଖା ନନେଲେ ଆମେ ତ ଡାଇବେଟିସ୍ ପେସେଣ୍ଟ, କଣ ଖାଇବୁ? ଆଳୁ ତ ଖାଇବୁନି, ପରିବା ତ ଆମର ଦରକାର। ପରିବା ନିହାତି ଦରକାର, କିନ୍ତୁ ପରିବାର ଆକାଶ ଛୁଆଁ ଦାମ ନିହାତି ପକେଟ ଉପରେ ଚାପ ପକଉଛି। ହଁ ସାର୍, କେମିତି ଦେଖୁଛନ୍ତି ବର୍ତ୍ତମାନ ଯୋଉ ମାର୍କେଟିଂ କରିବାକୁ ଆସୁଛନ୍ତି ଆପଣ ବି ଯେତେବେଳେ ମାସକର ଗୋଟେ ବଜେଟ ଦେଖୁଛନ୍ତି, ଯୋଉ ରେଟ୍ ହୁ ହୁ ହେଇକି ବଢି ଚାଲିଛି, ପରିବା ସାଙ୍ଗରେ ପିଆଜ ରେଟ୍ ବି ବଢି ବଢି ଚାଲିଛି, ତ ଆପଣ ମାନଙ୍କ ଉପରେ କେତେ ଚାପ, ଆର୍ଥିକ ବୋଝ କେତେ ପଡୁଛି? ତ ନିହାତି ଏଠି ଦୋକାନୀ ଭାଇଙ୍କର ପ୍ରଥମେ ପ୍ରତିକ୍ରିୟା ନେବା। ଆଜି କେମିତି ଭାଇ ଦାମ ଅଛି ସବୁ ପରିବାର? ଆଜି ପରିବା ବିଲାତି 40, ବାଇଗଣ 80, ପୁଟଳ 60, କଲରା 60, ଆଉ ଜହ୍ନି 50, କାଙ୍କଡ଼ 60। ରେଟ୍ ଏତେ ହୁ ହୁ ହେଇ କାହିଁକି ପଡୁଛି? ମାଲ ସର୍ଟ ହେଇଗଲା, ଏ ବର୍ଷା ହେଲା ନା, ମାନେ ଗଛର ଫୁଲ ସବୁ ଝଡ଼ିଗଲା, ଆଉ ପରିବା ଧରୁନି, ରେଟ୍ ବଢିଗଲା। ଆଉ ବାଇଗଣ ଟା ଅଧିକ ବଢିଛି, 50 ଟଙ୍କା ଥିଲା ଡେଲି। ଡେଲି 10 ଟଙ୍କା ବଢି ବଢି ଚାଲିଛି, 80 ଟଙ୍କା ହେଇଛି। ଆଉ ଟମାଟୋ କେତେ ଥିଲା? ଟମାଟୋ ଠିକ ଅଛି, ଟମାଟୋ 15 ଦିନ ହେଲା 40 ଟଙ୍କା ଦେଇଛି ନା ବଢି। ଆଉ ଏଇ ଜହ୍ନି ଥିଲା 40 ଥିଲା 50 ହେଇଛି, କଲରା 50 ଥିଲା 60 ଟଙ୍କା ହେଇଛି, ଆଉ ଏ ପୁଟଳ ଥିଲା 50 ଥିଲା 60 ହେଇଛି, ଟିକେ ବଢିଛି। ଆଉ ଶ୍ରାବଣ ମାସରେ ବି ଅନେକ ଜଣ ଆମିଷ ଖାଆନ୍ତି ନାହିଁ, ସେମାନେ ସାଦା ଖାଆନ୍ତି, ତ ସେମାନେ ନିହାତି ଭାବରେ ପରିବା କିଣିବେ। ତ ପରିବାର ଦାମ ଯେତେବେଳେ ଅଧିକ ରହୁଛି, ଗ୍ରାହକ ମାନେ ଆସି ଆପଣଙ୍କୁ କଣ କହୁଛନ୍ତି? ଏତେ ରେଟ୍ କାହିଁକି ହେଲା? ତାପରେ 5 ଜାଗା ବୁଝିକି ନେଉଛନ୍ତି। ଆଉ ସବୁଆଡେ ତ ସମାନ ରେଟ୍, ସେ ବୁଝିକି 5 ଜାଗା ନେଉଛନ୍ତି। ଏଠି ବୁଝିଲେ ସେଠି ନେବେ, ସେଠି ବୁଝିଲେ ଏଠି ନେବେ, ଏମିତି ଚାଲିଛି। ଆଉ କିଏ ଅଧିକ ନେଉଥିଲେ ଆଗରୁ ପରିବା? ଆପଣଙ୍କର ଯୋଉ ନିୟମିତ ଗ୍ରାହକ ସେମାନେ ମଧ୍ୟ କ୍ୱାଣ୍ଟିଟି କମେଇ କମେଇଦେବେ। ସେମାନେ କିଲେ ନେବା ଅଧିକ କିଲୋ ନେଉଛନ୍ତି, ଅଧିକ କିଲୋ ନେବା 250 ନେଉଛନ୍ତି। ଆଉ ଆପଣ କଣ ଏତିକି ମାତ୍ର ପରିବା ନେଉଛନ୍ତି? ମାନେ ପୁରା ଯଦି ଆମେ ଦେଖିବା ଡଲା କଥା, ଡଲାରେ ଦେଖନ୍ତୁ କାଙ୍କଡ 2ଟା, କଲରା 5ଟା, ଜହ୍ନି 2ଟା। ସାର୍, ଆପଣ ଏତେ ଆପଣ ସେଟା ମୋର ନୁହଁ, କିନ୍ତୁ ସବୁଠୁ ବେଶୀ ରେଟ୍ ବଢିଛି ବାଇଗଣଟା। 40 ଟଙ୍କା ଥିଲା, 40 ରୁ 50 ଏବଂ ହଠାତ୍ 80 ହେଇଗଲା। କାଲି ବି ମୁଁ ବୁଝିଲି ହାଟରେ ଗୋଟେ, ସେ ବି 70 ଟଙ୍କା ଥିଲା ସେଇ ବାଇଗଣଟା ମ୍ୟାଡାମ, ଯୋଉ ଆର ବାଇଗଣଟା ଆଜି ସେଟା 60 କହୁଛନ୍ତି, କିନ୍ତୁ ଏଇ ବାଇଗଣ କାଲି ଆଭେଲେବଲ ନଥିଲା। ମୁଁ ଯୋଉ ମାନେ ହାଟକୁ ଯାଇଥିଲି, କିନ୍ତୁ ଆଜି ଯଦି ଆଭେଲେବଲ ହଉଛି ତ ତା ଦାମ ହଉଛି 80 ଟଙ୍କା ଏବଂ କେଜି ନେଲେ ସେମାନେ କହୁଛନ୍ତି 75 ଟଙ୍କା ନେବେ। ଆଜ୍ଞା, 80 ରୁ 75 5 ଟଙ୍କା କମିବ, କିନ୍ତୁ 40 ଟା ଆମକୁ 75 ଦେବା ପାଇଁ ପଡୁଛି। ସେଇଟା ହଉଛି ଆମ ପାଇଁ କଷ୍ଟଦାୟକ। କିଣିଲା ବେଳେ ଗୋଟେ 2ଟା ଦୋକାନ ଯାଇକି ବୁଝୁଥିବେ, କାଳେ କେଉଁଠି ଦାମ କମ ଥିବ। ସେମିତି ବୁଝୁଛେ ଯେ, କିନ୍ତୁ ମୁଁ ଦେଖୁଛି ପ୍ରାୟ ଏଟବାର ମାନେ 5 ଟଙ୍କା ପାଖାପାଖି କମ ବେଶୀ ଆସେ, ନହେଲେ ଯେ ଜଣେ ଦଉଛି 40 ଟଙ୍କା ଆଉ ଜଣେ 80 ଟଙ୍କା, ସେମିତି ପ୍ରାୟ ଭେରିଏସନ ହୁଏ ନାହିଁ। ମୁଁ ଯାହା ମାର୍କ କରିଛି ଏବଂ ମୁଁ ତ ସବୁବେଳେ କିଣେ ପରିବା, ସେମିତି ମୁଁ ଦେଖୁଛି। ଅନ୍ୟ ରେଟ୍ ଗୁଡ଼ା ସବୁ 10 ଟଙ୍କା ପାଖାପାଖି ବଢିଛି, 5 ଟଙ୍କା 10 ଟଙ୍କା। କାକୁଡି ଟିକେ ବେଶୀ ବଢିଯାଇଛି, କାକୁଡି ପାଖାପାଖି 20 ଟଙ୍କା ବଢିଯାଇଛି। 30 ଟଙ୍କା ଥିଲା, 40 ଟଙ୍କା ଥିଲା, ତାପରେ 50 ଟଙ୍କା, ବର୍ତ୍ତମାନ କିଏ 60 ଟଙ୍କା। ଘରେ ଯେଉଁ ପରିବାର ଅଧିକ ମାଡ଼, ବାଇଗଣ ଅଧିକ କିଣାଯାଏ, ଆପଣଙ୍କର କାକୁଡିଟା ତ ନିହାତି ଆଜିକାଲି ସମସ୍ତେ ହେଲ୍ଥ ପାଇଁ କିଣୁଛନ୍ତି, ଯୋଉଟା ଆବଶ୍ୟକ ଅଧିକ। ବର୍ତ୍ତମାନ ବର୍ଷା ଦିନରେ ଜହ୍ନି ପ୍ରଚୁର ହବା କଥା, କିନ୍ତୁ ତା ରେଟ୍ ବର୍ତ୍ତମାନ 50 ଟଙ୍କା, ଯୋଉଟା କି 20 ଟଙ୍କା 30 ଟଙ୍କା ରହିବା କଥା। ବର୍ତ୍ତମାନ ତା ରେଟ୍ ହଉଛି 50 ଟଙ୍କା ଜହ୍ନି। ଯେଉଁ ପରିବା ଶସ୍ତା ହବା କଥା ସେ ପରିବାର ଦାମ ଅଧିକ ଅଛି। ବାଇଗଣ ଠିକ ଅଛି, ବାଇଗଣ ବର୍ତ୍ତମାନ ଏତେ ହବ ନାହିଁ, କିନ୍ତୁ ଜହ୍ନି ପ୍ରଚୁର ହୁଏ। ବର୍ତ୍ତମାନ ବାଡି ମାନଙ୍କର ପ୍ରତ୍ୟେକ ଲୋକ ପ୍ରାୟ ଘରେ ଘରେ ଜହ୍ନି ଲଗାନ୍ତି, ତାପରେ ବି ତା ରେଟ୍ ଅଧିକ ରହିଛି, 50 ଟଙ୍କା ଉପରେ ରହୁଛି। ସବୁ ଆମଦାନୀ ଉପରେ ନିର୍ଭର କରୁଛି, ଲୋକ ପ୍ରାୟ ଚାଷ କରୁନାହାନ୍ତି। ସେଇଆ ହଉଛି। ଆଉ ଲୋକମାନେ ଚାଷ କରିବା କମେଇ ଦେଲେଣି, କିନ୍ତୁ ଗ୍ରାହକ ସଂଖ୍ୟା ବଢୁଛନ୍ତି, ଖାଇବା ଲୋକ ବଢୁଛନ୍ତି, ସେଥିପାଇଁ ରେଟ୍ ବଢୁଛି। ଆଉ ଆମଦାନୀ ଅଧିକ ହଉଛି। ସାର୍, ପରିବା ନେବାକୁ ଆସିଛନ୍ତି ତ କେମିତି ଦାମ ଦେଖୁଛନ୍ତି? ତ ଯେତେବେଳେ ଦାମ ପରିବାର ବଢୁଛି, ହୁ ହୁ ରେଟ୍ ବଢୁଛି, ତ ସେତେବେଳେ ଆପଣମାନଙ୍କ ପକେଟ ଉପରେ କେତେ ଚାପ ପଡୁଛି? ପକେଟ ଉପରେ ତ ଚାପ ପଡିବ, କିନ୍ତୁ ଗୋଟେ କଥା କଣ ହଉଛି ନା, ଖାଇବା ବାଲା ବେଶୀ, ପ୍ରଡକ୍ସନ କରିବା ବାଲା କମ୍। ତାପରେ ଲୋକ ବର୍ତ୍ତମାନ ଚାଷ କରିବା ପାଇଁ ଏତେ ଉତ୍ସୁକ ନାହାନ୍ତି। ସବୁ ଜିନିଷ ମାର୍କେଟରେ ବଢିଗଲା ବେଳକୁ, ସାର ପାଖରୁ ନେଇକି ତାପରେ ଆପଣଙ୍କର କଲ୍ଟିଭେସନ ଏସବୁ ବଢିଲା ବେଳକୁ ଲୋକ ଆଉ ଚାଷ ମାନେ ନିଜର ବି ନିଜ ଉପରେ ମୁଁ କିଛି ଜମି ଚାଷ କରୁଥିଲି, ବର୍ତ୍ତମାନ ସାର ଆଉ ମଜୁରୀ ଲୋକ ମିଳୁନାହାନ୍ତି। ତାପରେ
ଆମର ଧର ଯୋଉ ବାଲେଶ୍ୱର ତ ମାନେ ଯେତିକି ଖାଉଟି ଅଛନ୍ତି ସେତିକି ପରିମାଣ ତ ପ୍ରଡକ୍ସନ ହଉନି, ବାହାରୁ ଆସୁଛୁ। ବାହାରୁ ଯେତେବେଳେ ଆପଣ ଯୋଉ କଥା କହୁଥିଲେ ଯେ ଚାଷ କିଛି କରୁଥିଲେ ଆପଣ ବି ଚାଷ ବନ୍ଦ କରିଦେଇଛନ୍ତି। ହଁ ମାନେ ଧର ଯୋଉ 2 ଏକର କରୁଥିଲି ବର୍ତ୍ତମାନ 1 ଏକର କରୁଛି, ହାଫ ଏକର କରୁଛି, ଏଇଭଳିଆ। ଚାଷ କମେଇ ଦେଇଛନ୍ତି ନିହାତି। ଏ ଯୋଉ ବର୍ତ୍ତମାନ ସମସ୍ୟା ଦେଖିବା ପାଇଁ ମିଳୁଛି, ଆବଶ୍ୟକତା ଅଧିକ ରହିଛି, ଆମଦାନୀ କମ ରହିଛି, ତା ସହିତ ଯେଉଁମାନେ ଚାଷ କରାଉଥିଲେ ସେମାନେ ଚାଷରୁ ମୁହଁ ଫେରେଇ ନେଉଛନ୍ତି କାରଣ ଚାଷ ସେତିକି ହଉନାହିଁ। ତ ବଜାରରେ ଦରଦାମ ହୁ ହୁ ହେଇ ବଢୁଛି। ସାର୍ ଆପଣ ମାର୍କେଟିଂ ପାଇଁ ଆସିଛନ୍ତି, ତ କେମିତି ସାର୍ ଦାମ ଦେଖୁଛନ୍ତି? ପିଆଜ ରେଟ୍ ହୁ ହୁ ହେଇ ବଢୁଛି, ପରିବା ରେଟ୍ ହୁ ହୁ ହେଇ ବଢୁଛି। ବାଧୁଛି, ବହୁତ ବାଧୁଛି। ଆଉ କଣ କରିବା, ଆମେ ତ ନେବାକୁ ପଡିବ, ଖାଇବୁ। ଆଜି ସାର୍ କଣ କିଣିଲେ? ଆଜି ଏଇ ଆଳୁ ପିଆଜ ପିଆଜ କେତେରେ କିଣିଲେ? ଆଳୁ ପିଆଜ ଏଇ ତ ମୁଁ ଆଉ ଜାଣିନି ରେଟ୍ଟା କେତେ ଅଛି। ପିଆଜ 40, ଆଳୁ 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 15। କିନ୍ତୁ ପରିବା ଆପଣ ଯଦି ଦେଖିବେ ବାଇଗଣ କେଜି ଆସି 80। ହଁ ପରିବା ସହିତ ଆମେ ହଇରାଣ ହଉଛୁ, ସବୁଦିନ ହଇରାଣ ହଉଛୁ। ତ ଯେତେବେଳେ ଘରଣୀ ଆପଣଙ୍କୁ କହୁଥିବେ ଯେ ଏଇ ପରିବା ସବୁ ଧରିକି ଆସିବେ, ତ ଆପଣ ସେତେବେଳେ କଣ କହୁଛନ୍ତି? ଆଉ କଣ କହିବୁ, ଆଉ ତ ସେ ତ ଖାଇବାକୁ ପଡିବ, ଆଉ ଖାଇବାକୁ ପଡିବ। ଆଉ ଆଣିବୁ ନବୁ ତ ଯେତିକି ସେ ପେନସନ ଗଣ୍ଡେ ପାଉଛୁ, ଆଉ କିଛି ସୋର୍ସ ନାହିଁ। ଆଉ ସେ ପେନସନରୁ ଚଳୁଛୁ, ସେ ଯାହା ଯେତିକି ହବ କଷ୍ଟ କରିକି ଟିକେ କମ ଦଉକି ଚଳା, ଆଉ କଣ କରିବା। ଯେମିତି ହେଲେ ତ ନବାକୁ ପଡିବ, ଅଳ୍ପ ସ୍ୱଳ୍ପ ହେଲେ ମଧ୍ୟ କିଣିବାକୁ ପଡୁଛି। ଏଠି ସାର୍ ମଧ୍ୟ କିଣୁଛୁ ସାର୍ ଆଳୁ ପିଆଜ ସହିତ ପରିବା ଦାମ ଆକାଶ ଛୁଆଁ ବର୍ତ୍ତମାନ ହଉଛି। ହଁ ବଢୁଛି, ଆଉ କଣ ପିଆଜ ବହୁ ହେଇକି ବଢୁଛି। ପରିବା ରେଟ୍ ବି ବଢିଛି ଏବଂ ଶ୍ରାବଣ ମାସ ଏବେ କିଛି ପରିବା ଯଥେଷ୍ଟ ଆମଦାନୀ ହେବା କଥା, ଜହ୍ନି ଭଳି ପରିବା, କିନ୍ତୁ ସେସବୁ ମଧ୍ୟ ବଜାରରେ ବହୁତ ଦାମ ଅଛି। ଆଉ ସେଟା ଆମେ କଣ କରିବା ଛାରେ, ତ ଆପଣଙ୍କ ପକେଟ ଉପରେ, ହାଣ୍ଡିଶାଳ ଉପରେ କେତେ ପ୍ରଭାବ ପଡୁଛି? ବହୁତ ଫରକ ପଡୁଛି। ଆମର ତ ପେନସନ ଆଉ କିଛି ନୁହଁ, ଆଉ ଆମେ ତ କିଛି ଆଉ ଚାକିରି ବାକିରି କିଛି କରିନୁ, ଆଉ ଟୋଟାଲ ଯାହା ବି ଅଳ୍ପ ସ୍ୱଳ୍ପ ନଉଛନ୍ତି। ତ ଆମେ ଏଠି ଦେଖୁଥିଲୁ ଯୋଉ ପରିବାର ଯୋଉ ଦାମ ରହିଛି ଏବଂ ସବୁଠାରୁ ଅଧିକ ଦାମ ରହିଛି ବାଇଗଣର, କାକୁଡିର, ଏବଂ ବାଇଗଣ କେଜି ଏବେ 80ରେ ପହଞ୍ଚିଛି ଏବଂ ଟମାଟୋ 40 ଟଙ୍କା ଥିଲାବେଳେ ଜହ୍ନି ମଧ୍ୟ ଆସି 50ରେ ଏବଂ ପୋଟଳ ମଧ୍ୟ 60 ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଲୋକମାନଙ୍କ ଉପରେ ଯେତେ ଚାପ ପଡୁଥିଲେ ମଧ୍ୟ ସେମାନଙ୍କ କହିବା କଥା ଖାଇବାକୁ ତ ପଡିବ, ଅଳ୍ପ ହେଲେ ମଧ୍ୟ ସେମାନେ ଘରକୁ ନେଉଛନ୍ତି, କିନ୍ତୁ ସେମାନଙ୍କ ପକେଟ ଉପରେ ବେଶ ଚାପ ପଡୁଛି। ବାଲେଶ୍ୱର କ୍ୟାମେରା ପର୍ସନ ଚିତ୍ତରଞ୍ଜନଙ୍କ ସହିତ ସୁମନା ପରିଡ଼ା, କନକ ନ୍ୟୁଜ।